ଅନାଦି ଓ ଆଦିକନ୍ଦ ଦୁଇ ଜଣ ଭାରି ସାଙ୍ଗ। ବହୁ ସମୟରେ ସେମାନେ ଯାଇ ତାଙ୍କ ଗାଁରେ ଶେଷ ମୁଣ୍ଡ ବରଗଛ ମୂଳେ ବସି ଗପସପ ହୁଅନ୍ତି। ଦିନେ ଦିନେ ସେମାନେ ଭୋଜିଭାତ ବି ଘରେ କରନ୍ତି। ଦୁଇ ପରିବାର ଏକତ୍ର ଗୋଟିଏ ଜାଗାରେ ବସି ମଜାରେ ଖାଆନ୍ତି। ତାଙ୍କ ବାଡ଼ି ପାଖକୁ ଲାଗି ଅନ୍ୟ ଲୋକର ବାଡ଼ିଟିଏ ଥାଏ। ଅନାଦି ଓ ଆଦିକନ୍ଦ ଦୁଇ ଜଣ ମିଶି ଗୋଟିଏ ବାଡ଼ି କିଣିଥିଲେ। ସେଠାରେ ପନିପରିବା ଚାଷ କରୁଥିଲେ। ସେମାନେ ଦୁହେଁ ଅଳସୁଆ ସକାଶେ ତାଙ୍କ ବାଡ଼ିରେ ଭଲ ପନିପରିବା ଆଦୌ ହେଉନଥିଲା। କିନ୍ତୁ ଅନ୍ୟ ଲୋକର ବାଡ଼ିରେ ସେ ବର୍ଷ ବଡ଼ ବଡ଼ କଖାରୁ ଗୁଡ଼ିଏ ହୋଇଥାଏ। ଏସବୁ ଦେଖି ସେମାନେ ଦୁହେଁ ସ୍ଥିର କଲେ ରାତିରେ ଚୋରି କରିବା। ରାତି ଗୋଟାଏ ପାଖାପାଖି। ଏଣେ ସେ ଗାଁ ସାରା ସମସ୍ତେ ଶୋଇପଡ଼ିଲେଣି। ଠିକ୍ ଏତିକି ବେଳେ ଦୁହେଁ ଚୋରି କରିବା ପାଇଁ ବାହାରିଲେ। ବାଡ଼ ଭିତରେ ପଶିଲେ ଏବଂ କଖାରୁ ଛିଣ୍ଡାଇବା ବେଳକୁ ଗୋଟିଏ ଅଦୃଶ୍ୟ ଶକ୍ତି ତାଙ୍କ ପିଠିରେ ଦୁଲ କରି ବିଧା ଥୋଇଦେଲା। ମାଡ଼ ଖାଇ ସେ ଦୁହେଁ ସେଠାରୁ ଦୌଡ଼ି ପଳାଇବେ କ'ଣ? ଓଲଟି ସେହିଠାରେ ହିଁ ଚେତା ବୁଡ଼ି ଶୋଇଗଲେ। ସକାଳୁ ବାଡ଼ିଟି ଯାହାର ସେ ମାଲିକ ଆସି ଏ ଅବସ୍ଥା ଦେଖିଲା। ତଥାପି ସେ ଅନାଦି ଓ ଆଦିକନ୍ଦକୁ ଚୋର ବୋଲି ବିଶ୍ୱାସ କରିପାରିଲା ନାହିଁ। ତହୁଁ ମାଲିକ ପାଣି ଛାଟି ସେ ଦୁଇ ଜଣଙ୍କୁ ଚେତା କରାଇ ସବୁ କଥା ପଚାରିଲା। ସେମାନେ ଯାହା ଯାହା ଘଟିଥିଲା ସବୁ କହିଗଲେ। ବାଡ଼ି ମାଲିକଟି ଭଲ ଲୋକ ଥିଲା। ତେଣୁ ସେ କହିଲା, ଭାଇରେ ଭାଇ, ପର ଜିନିଷରେ ହାତ ମାରିବ ନାହିଁ। ଚୋରି କଲେ ଟଙ୍କାଟିଏ, ନିଜର ଯିବ ନିଶ୍ଚେକଟିଏ। ଯାହା ତ କଲ ଭୁଲ କଲ, ସେଥିପାଇଁ ବି ତମେ ମାଡ଼ ଖାଇଲ। ଯାହାର କେହି ଦେଖିବାକୁ ନାହିଁ ଅଦୃଶ୍ୟ ଶକ୍ତି ତାକୁ ଦେଖୁଥାଇ। ମୋର ସେହି ଅଦୃଶ୍ୟ ଶକ୍ତି, ତାକୁ ମୁଁ କରେ ଅଶେଷ ଭକ୍ତି। ଏହା ଶୁଣି ଅନାଦି କହିଲା, ତାହେଲେ ତୁ କ'ଣ ଅଦୃଶ୍ୟ ଶକ୍ତିର ସତ୍ତା ଜାଣିପାରୁ? ତହୁଁ ସେ ବାଡ଼ି ମାଲିକଟି ନିଜ ଦୁଇ ହାତ ଯୋଡ଼ି କହିଲେ, ସେ ଶକ୍ତିଟି କାହାକୁ ଦେଖାଦିଅନ୍ତି ନାହିଁ, କିନ୍ତୁ ସର୍ବଦା ମୋର ଭକ୍ତି ଯୋଗୁଁ ସେ ମୋତେ ସହାୟ ହୋଇଥାନ୍ତି। ତୁମେମାନେ ରାତିରେ ମୋ କଖାରୁ ଗୁଡ଼ିକ ନେଇ ଫେରାର ହୋଇଯାଇଥାନ୍ତ। ମାତ୍ର ତା ଉପରେ ମୋର ଅଗାଧ ବିଶ୍ୱାସ। ସେ କିପରି ମୋର ଏତେ କ୍ଷତି ସହିବ? ଆଦିକନ୍ଦ କହିଲା, ଆଚ୍ଛା, ତୁ ତାହେଲେ ଅଦୃଶ୍ୟ ଶକ୍ତିର ଜଣେ ଭକ୍ତ। ଆମକୁ କ'ଣ ସେ ଅଦୃଶ୍ୟ ଶକ୍ତି ସାହାଯ୍ୟ ଦେବେ ନାହିଁ? ଆମେ ଆମ ଉପକାର ପାଇଁ ତାଙ୍କୁ ଡାକିଲେ ସେ କ'ଣ ଶୁଣିବେ ନାହିଁ? ବାଡ଼ି ମାଲିକ ଏହିପରି କେତେକ ଉପଦେଶ ଦେଇ ସେମାନଙ୍କୁ ସେଠାରୁ ବିଦା କଲା। ଦିନେ ଅନାଦି
ଓ ଆଦିକନ୍ଦ ବାଟରେ ଯାଉଥାନ୍ତି। ବିରାଟ ଏକ ଆଖୁ କିଆରୀ ସେମାନେ ବାଟରେ ଦେଖିଲେ। ହଠାତ୍ ସେମାନଙ୍କର ମନ ହେଲା ତା ଭିତରେ ପଶି ଆଖୁ ଭାଙ୍ଗିବେ। କିଆରୀ ଭିତରେ ପଶି ସେ ଦୁଇଜଣ ସାଙ୍ଗ ଅତି ବିକଳିଆ ଭାବରେ ଆଖୁ ଭାଙ୍ଗୁଥାନ୍ତି। ଏତିକି ବେଳେ ହଠାତ୍ ଗୋଟିଏ ପବନ ତାକୁ ଦେହକୁ ସେଠାରୁ ତୋଡ଼ିଦେଲା। ସେହି କ୍ଷଣି ଦୁହେଁ ଦୁଲ ହୋଇ ସେହିଠାରେ ହିଁ ପଡ଼ିଗଲେ। ଏପରି ଘଟଣାରେ ସେମାନେ ଡରିଯାଇ ପଚାରିଲେ, କିଏ ରେ ପବନ ତୁହି ଫୋପାଡ଼ିଲୁ ଆମକୁ? ଆମେ ଦେଖିପାରୁନାହୁଁ ଏ ଅଦୃଶ୍ୟ ଶକ୍ତିକୁ। ଆମେ ତ ନିଗାଧ ମୂର୍ଖ, ଜାଣିନାହୁଁ ଧର୍ମ। ଦେଖାଦେଇ କହ ଆମେ କରିବୁ କି କରମ? ଠିକ୍ ଏହି ସମୟରେ ହଠାତ୍ ଗୋଟିଏ ମୁହଁ ତାଙ୍କ ଆଡ଼କୁ ଛାଇ ପରି ମାଡ଼ି ଆସିଲା। ଏ ଦୁହିଁଙ୍କ ବେକକୁ ସେ ତା ଦୁହି ହାତରେ ଧରି କହିଲା, ମୁଁ ହେଉଛି ସେଇ ଅଦୃଶ୍ୟ ପରୀ। ତୁମମାନଙ୍କ ଏପରି ଖରାପ କର୍ମ ଦେଖି ଦେଖି ମୁଁ ବହୁତ କ୍ଷୁବ୍ଧ ହୋଇଗଲିଣି। ତେଣୁ ତୁମର ଏ ପର୍ଯ୍ୟନ୍ତ ବିଶ୍ୱାସ ହେଉନି ଯେ ଗୋଟିଏ ଅଦୃଶ୍ୟ ଶକ୍ତି ଅଛି ବୋଲି। ମୁଁ ଅବଶ୍ୟ ଶକ୍ତି ଦ୍ୱାରା ଲୋକଙ୍କର ଉପକାର କରେ। ଯିଏ ମୋତେ ପ୍ରକୃତରେ ଭକ୍ତି ଓ ବିଶ୍ୱାସ କରେ କେବଳ ତାକୁ ହିଁ ମୁଁ ସାହାଯ୍ୟ କରେ। ହେଲେ ତୁମମାନଙ୍କ ପରି ଅବିଶ୍ୱାସୀ ଚୋରମାନଙ୍କୁ କେବେ ବି ନୁହେଁ। ସେତିକିବେଳେ ଆଖୁ କିଆରୀର ମାଲିକ ମାଡ଼ି ଆସି ଏ ଚୋର ଦୁହିଁଙ୍କୁ ଢେର ଶୋଧିଲା। ଏଥର ସେହି ଦୁଇଜଣ ସାଙ୍ଗ ନିଜର ଭୁଲ ହୋଇଛି ବୋଲି କହି ଆଗକୁ ଚାଲିଥାନ୍ତି। ହଠାତ୍ ଦୁଇ ଚାରିଜଣ ଚୋର ତାଙ୍କ ପାଖରେ କ'ଣ ଅଛି ବୋଲି ଭାବି ତାଙ୍କୁ ଖୁବ୍ ମାଡ଼ ମାରିଲେ, ଛୁରୀ ବି ଦେଖାଇଲେ। ଏଣେ ସେ ଦୁଇଜଣ ତ ନିରସ୍ତ୍ର, ତେଣୁ ସେମାନେ ସାହାଯ୍ୟ ପାଇଁ ଡାକ ଛାଡ଼ିଲେ, ହେ ଅଦୃଶ୍ୟ ଶକ୍ତି, ହେ ଅଦୃଶ୍ୟ ଶକ୍ତି ପରି ରାଣୀ ସାହା ହୁଅ। ହଠାତ୍ କେହି କୁଆଡ଼େ ନାହିଁ। ସେ ଚୋରମାନଙ୍କ ଉପରେ ଗୋପାଳି କୁଢ଼େଇ ହୋଇ ପଡ଼ିଲା। ମାଡ଼ ଖାଇ ଚୋରମାନେ ଛୋଟେଇ ଛୋଟେଇ କୁଆଡ଼େ ପଳାଇଲେ। ସେହି ମୁହୂର୍ତ୍ତରୁ ଅନାଦି ଓ ଆଦିକନ୍ଦଙ୍କର ନ୍ୟାୟ ବିଶ୍ୱାସ ମନରେ ଜାତ ହେଲା। ସେମାନେ ଆଉ ଭୁଲ କାମ ନ କରି ଅଦୃଶ୍ୟ ଶକ୍ତି ପରୀଙ୍କ ଉପରେ ଅଗାଧ ବିଶ୍ୱାସ ରଖି ଭଲ କାମ କରିବା ପାଇଁ ଶପଥ ନେଲେ। ଏଥର ତାଙ୍କର ପ୍ରକୃତି ସମ୍ପୂର୍ଣ୍ଣ ଭାବରେ ବଦଳିଗଲା। ତାପରେ ଯାଇ ସେମାନେ
ଭଲ ମଣିଷ ହୋଇପାରିଲେ। ତ ଶ୍ରୋତାବନ୍ଧୁମାନେ, ଆଶା କରୁଛି ଆଜିର ଏହି ଗପଟି ଆପଣମାନଙ୍କୁ ନିଶ୍ଚିତ ପସନ୍ଦ ଆସିବ। ଆଉ ପସନ୍ଦ ଆସିଥିଲେ ଭିଡ଼ିଓଟିକୁ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବାକୁ ବିଲକୁଲ ବି ଭୁଲିବେନି। ତେଣୁ ଆଜି ପାଇଁ ରହୁଛି। ବାଏ। ପୁଣି ଦେଖା ହେବ ଆଉ ଏକ ସୁନ୍ଦର ଗପ ସହିତ। ଜୟ ଜଗନ୍ନାଥ। ସମାପ୍ତ।